ନ ଖାଇଲେ ଆମେ ବଞ୍ଚିପାରୁନି। ଖାଇବାର ଅଛି ଆକା ଯୋଉଟା ଇଚ୍ଛା ସେଇଟା ଆମେ ଚାହିଁଲେ ସେଇଟା ଖାଇବା କରିବା ଆମେ କଣ୍ଟ୍ରୋଲ କରିବା ଆମର ଶରୀରକୁ ଆମେ ବେଳେ ବେଳେ ଶରୀର କ'ଣ କରୁଥିବ ଆତ୍ମା ଇଚ୍ଛୁକ ଶରୀର ଆତ୍ମା ଇଚ୍ଛା କରୁଥିବ କିନ୍ତୁ ଶରୀର ସେଥିପାଇଁ ସମସ୍ତେ ଦୁଃଖ କଷ୍ଟ ସେ ଶରୀରକୁ କଣ୍ଟ୍ରୋଲ କରବାର ଅଛି ଶରୀରକୁ ବଶରେ ରଖବାର ଅଛି। କେତେ ମଦୁଆ ଲୋକମାନେ କେତେ ଖୈନି ଖାଇବା ଲୋକମାନେ ସେମାନେ ଶରୀରର ବଶରେ ସେମାନେ ଅଛନ୍ତି। ମଦ ପିଇବା ପାଇଁ ସାଙ୍ଗେ ସାଙ୍ଗେ କେମିତି ଖୈନି ଖାଇବାର ଅଛି ସେମାନେ ଶରୀରର ବଶରେ ଅଛନ୍ତି। କିନ୍ତୁ ଶରୀରକୁ ଆମେ କଣ୍ଟ୍ରୋଲ କରବାର ଅଛି କିନ୍ତୁ ସେ ଶରୀର ଆମକୁ କଣ୍ଟ୍ରୋଲ କରୁଛି। ସେଥିପାଇଁ ମାନେ ଉପବାସ କରିବା ଯେମିତିକି ଏ ଶରୀର କ'ଣ ଜାଗତିକ ଶରୀର ଏଇଟା ମାଟିରେ ମିଶିଯିବ ଏ ବେଳେ ବେଳେ ଆମକୁ ଶାସନ କରୁଛି ଶରୀର ଆମକୁ ବେଳେ ବେଳେ ଶାସନ କରୁଛେ ଯଦ୍ୱାରା କି ଆମେ ସେ ଶରୀର ଦ୍ୱାରା ଆମେ ବିନଷ୍ଟ କରିଦେବୁ। ଅନେକ ଯୌନ ସମ୍ପର୍କରୁ ଯଦି ଆମେ ଚିନ୍ତା କରିବା ସେକ୍ସୁଆଲ ବିଷୟରେ ପୁଅ ଝିଅ ବିଷୟରେ ଦେଖିବା ସେଇଟା ଆମେ ଯେମିତି କଣ୍ଟ୍ରୋଲ କରିପାରିବା ସେଇଟା ମଧ୍ୟ ଆମେ ବଶରେ ରଖିବାର ଆମେ ଯେମିତି ଇଚ୍ଛା ସେମିତି ଆମେ କରିପାରିବା ନାହିଁ। ଗୋଟେ ଝିଅକୁ ଆମେ ଦେଖିଦେଲୁ ତାକୁ ଯାଇକରି ଆମେ ବିବାହ ହେଇପାରିବା ନାହିଁ ଆଉ ଖରାପ କାମ ଆମେ କରିପାରିବା ନାହିଁ। ସେଥିପାଇଁ ମାନେ ଏଇ ଶରୀରକୁ କଣ୍ଟ୍ରୋଲ କରିବା ପାଇଁ ଆମେ ଉପବାସ କରବାର ଆମ ଶରୀର ଯେମିତି ଆହୁରି ବଶୀଭୂତ ପାଇପାରେ। ଅନେକ ଲୋକ ଏଇଟା ଦେଖିଲେ ମଧ୍ୟ ସେଇଟା ଇଚ୍ଛା କରିବେ ସେଇଟା ପିନ୍ଧିବେ ଅନେକ ସମୟରେ ଶାରୀରିକ ଅଭିଳାଷ ଥିବ ଆମର ନା ତେଣୁକରି ପ୍ରଭୁ ଯେତେବେଳେ ଉପବାସ କରୁଥିଲେ ଶୈତାନ ଆସି କହିଲା କ'ଣ ବୋଲି କହେ ତମେ ଭୋକରେ ହେଇଗଲ ଏ ପଥରକୁ କ'ଣ କର ରୋଟି ହେବା ପାଇଁ ଆଦେଶ ଦିଅ ତମେ ଖାଇବ ଭଲ ରହିବ। ପ୍ରଭୁ କହିଲେ କ'ଣ ବୋଲିକିରି କାରଣ ଈଶ୍ୱର ମନୁଷ୍ୟ ନିର୍ଗତ ବାକ୍ୟ ଦ୍ୱାରା ବଞ୍ଚିବ କେବଳ ମନୁଷ୍ୟ ରୋଟିରେ ବଞ୍ଚିବ ନାହିଁ କିନ୍ତୁ ଈଶ୍ୱରଙ୍କ ମୁଖ ନିର୍ଗତ ବାକ୍ୟ ଦ୍ୱାରା ବଞ୍ଚିବ। ତେଣୁକରି ଆମ ଶରୀର ଏବେ ଏସବୁ ଯାକବ ବିଷୟରେ ଆମେ ଚିନ୍ତା କରିବା ଖାଇବା ପାଇଁ ସେ ଏସବୁ କ'ଣ କଲା ନିଜର ଜ୍ୟେଷ୍ଠ ଅଧିକାରକୁ ବିକ୍ରି କରିଦେଲା ନାଇଁ ମତେ ସେ ଜ୍ୟେଷ୍ଠ ଅଧିକାର କି ଦରକାର ଅଛି ମତେ ଦରକାର ନାହିଁ ମତେ ଆଗେ ଖାଇବାଟା ଦେ ଭାଇ ଯାକବକୁ ମାଗୁଛି ତୁ କିସଟା ଦେବୁ ନାଇଁ ମୁଇଁ ମୋର ଜ୍ୟେଷ୍ଠ ଅଧିକାର ତ ମତେ ଦେବୁ ତ ଦେଇଦେବି ଜ୍ୟେଷ୍ଠ ଅଧିକାର ବିକ୍ରି କରିଦେଲା। ଆମର ସଂଯମ ଶକ୍ତି ଯୋଉଟାକି କଣ୍ଟ୍ରୋଲ କରିବା ଶକ୍ତି ନାହିଁ କଣ୍ଟ୍ରୋଲ କରିବା ଶକ୍ତି ନାହିଁ ଯୋଉ ବାଟେ ଇଚ୍ଛା ସେ ବାଟେ ନାଇଁ ଏନ୍ଜୟମେଣ୍ଟ ପାଇଁ ଆଜି ଅଙ୍କଟି ନାଟ ହଉଛି ବୋଲେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ସେଠି ବାହାରି ଯାଉଛନ୍ତି ଆକର୍ଷଣ କରିଦଉଛି ଜଗତ କୋଉଠି ଅପେରା ହଉଛି ସେଠି ଚାଲ କୋଉଠି ଡ୍ୟାନ୍ସ ହଉଛି ସେଠି ଚାଲ କୋଉଠି ବଢିଆ ଏନ୍ଜୟମେଣ୍ଟ କରୁଛୁ ସେଠି ଚାଲ ଯୋଉଟା କି ପ୍ରଭୁଙ୍କର ସେଠି ପ୍ରଭୁ ସେଠି ଗୌରବ ପାଉନଥିଲେ ଟିକେ ଡ୍ୟାନ୍ସ କରିଦେବାର ଅଛି ମୁଇଁ ବିଲିଭର ମୁଇଁ ବିଶ୍ୱାସୀ ମୁଇଁ ଡ୍ୟାନ୍ସ କରିବି ନାହିଁ ସାକ୍ଷ୍ୟ ମୁଇଁ ହରାଇବି ନାହିଁ ଟିକେ ଡ୍ୟାନ୍ସ କରିଦିଅ କିଛି ଅସୁବିଧା ନାହିଁ ସେଠି ଆମର ଶରୀର କଣ୍ଟ୍ରୋଲ ଆମେ କରିପାରୁନୁ କି ସେ ଝିଅକୁ ଟିକେ ନାଚିଦେଲେ କିନ୍ତୁ ଭିଡ଼ିଓ ସୁଟିଂ ହଉଥିବ ସେଇଟା ସବୁଆଡ଼େ ଯାଉଥିବ ସେଇଠି ସେ ପାଷ୍ଟର ନାଚୁଛି ସିନେମା ଗୀତ ଚାଲିଛି ସେ ପାଷ୍ଟର ମିଶା ନାଚୁଛି ବୋଲି ସବୁଆଡ଼େ ଦେଖୁଛୁ ଆମର ଗୋଟେ ସାକ୍ଷ୍ୟ ଖରାପ ହେଇଯାଉଛି ଆମର ସାକ୍ଷ୍ୟ ଗୋଟେ ଖରାପ ଆମେ ସଂଯମ କରିପାରୁନୁ ଆମେ କଣ୍ଟ୍ରୋଲ କରିପାରୁନୁ। ଉପବାସ କାହିଁକି କରିବା ପ୍ରଥମ ବିଷୟ ନମ୍ରତା ହେବା ପାଇଁ ଉପବାସ କରବାର ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ଆମର ଶରୀରକୁ କ'ଣ କରବାର ଅଛି ସଂଯମ କଣ୍ଟ୍ରୋଲ କରିବା ପାଇଁ ଆମେ ଉପବାସ କରବାର ଅଛି। ସାମସନଙ୍କ ବିଷୟରେ ତମେ ଦେଖ ସାମସନ
ଆଁ, ତାଙ୍କୁ ପ୍ରଭୁ କହିଥିଲେ ତମେ କେବଳ ନାସରୀୟ ଲୋକ, ତମେ କୌଣସି ଝିଅ ବିଜାତି ଝିଅ ସହିତ ବିବାହ ହବ ନାହିଁ, ବିଜାତି ସହିତ ମିଶିବ ନାହିଁ, ସେମାନଙ୍କ ସହିତ ସେ ଅଶୁଚି ପଦାର୍ଥ ଖାଇବ ନାହିଁ ବୋଲି କୁହାହେଇଥିଲା। କିନ୍ତୁ ସେ ସଂଯମ କଣ୍ଟ୍ରୋଲ କରିପାରିଲା। ସେ ବିଜାତି ଝିଅ ସହିତ ସେ ସମ୍ପର୍କ ରଖିଲା, ଅଶୁଚି ଦ୍ରବ୍ୟ ସେ ଖାଇଲା ବୋଲିକରି ଆମେ ଦେଖିପାରୁଛୁ। ସେ ଯାଉଥିଲା ବେଳେ ଗୋଟେ ସିଂହକୁ ମାରିଲା, ତା ନେକ୍ସଟ ଦିନ କେତେ ଦିନ ପରେ ସେମାନେ ଗଲାବେଳେ ସେଠି ସେ ମୁହଁ ସେ ସିଂହର ଯୋଉ ଅସ୍ଥି ଥିଲା, ଯୋଉ ଶବ ଥିଲା, ସେଠି ମୁହଁ ଖେଳା ହେଇଥିଲା, ସେଟା ସେ କାଢିକି ଖାଇବା ବିଷୟ ଅଶୁଚି ପଦାର୍ଥ ଖାଉ ନାହିଁ ବୋଲି କୁହାହେଇଥିଲା। ଏଡ଼େ ବଡ଼ ଜ୍ଞାନୀ କିଏ? ସଲୋମନ। କେବଳ ଗୋଟିଏ ସ୍ତ୍ରୀ ରଖିବା ପାଇଁ ଏକା କୁହାଯାଉଛି, କିନ୍ତୁ ସେ ହଜାର ହଜାରଟା ସ୍ତ୍ରୀ ରଖୁଛି। ହଜାରଟା ସ୍ତ୍ରୀ ଯେତେବେଳେ ରଖୁଛି, ହଜାର ବୋଲେ ତାଙ୍କର ଦେବତା ମାନର ଉପାସନା ସେମାନେ କରୁଛନ୍ତି ନିଜର ସ୍ତ୍ରୀ ମାନେ, ସେଇ ପ୍ରକାର ସେ ସେଇପଟେ ଫସିଗଲା, କଣ୍ଟ୍ରୋଲ କରିପାରିଲା। ଉପାସ ଆମେ କରିବା, ନିଜ ଶରୀରକୁ କଣ୍ଟ୍ରୋଲ କରିବା। ଉପାସ ଆମେ କରିବା କଣ ପାଇଁ? ଆମେ ନିଜକୁ ନମ୍ର କରିବା, ଆହୁରି ନମ୍ର ହେବା, ଆହୁରି ନମ୍ର ହେବା। ପାଉଲ କହୁଛନ୍ତି ମୁଁ କ୍ଷୁଦ୍ର ମାନଙ୍କ ମଧ୍ୟରୁ ଆହୁରି କ୍ଷୁଦ୍ରତମ, ପାପୀ ମାନଙ୍କ ମଧ୍ୟରୁ ମୁହେଁ କଣ କହୁଛନ୍ତି? ପ୍ରଧାନ। ଆମେ ସେମିତି ନମ୍ର ଠୁ ମଧ୍ୟ ଆହୁରି ନମ୍ର ହେବା ପାଇଁ ଆମେ ଉପାସ କରିବା। ଝିଅ ପାଇଁ ଉପାସ କରିବା ନାହିଁ, ଚାକିରି ପାଇଁ ମାନେ ଉପାସ କରିବା ନାହିଁ, କି ସେମାନଙ୍କୁ ଲୋକମାନେ ମାରନ୍ତୁ ବୋଲି ଆମେ ଉପାସ କରିବା ନାହିଁ, ଆମର ବିରୋଧରେ ଯିବା ଲୋକମାନଙ୍କୁ ପ୍ରଭୁ ତମେ ଦଣ୍ଡ ଦିଅ ବୋଲି ଆମେ ଉପାସ କରବାର ନାହିଁ ହେଲା। ଦେଖା ହେବା ପାଇଁ ଆମେ କରବାର ନାହିଁ ଉପାସ, କିନ୍ତୁ ଆମେ ନମ୍ର ହେବା ପାଇଁ ଉପାସ, ଆମର ଶରୀରକୁ କଣ୍ଟ୍ରୋଲ କରିବା ପାଇଁ ଆମେ ତୃତୀୟ ବିଷୟ କଣ? ତୃତୀୟ ବିଷୟ ଦେଖ ଯେ ଆମେ କାହିଁକି ଉପବାସ କରୁ, ଯେ ଆମେ ତୃତୀୟ ବିଷୟ ଆମେ ଆତ୍ମିକ ଜୀବନରେ ଅଭିବୃଦ୍ଧି ହେବା ପାଇଁ ଆମେ ଉପବାସ କରବାର ଅଛି। ଆତ୍ମାଙ୍କ ଠାରୁ ଆମେ ସେଇ ଅତିରିକ୍ତ ଚାଳନା ଆଜି ଶକ୍ତି ପ୍ରାପ୍ତ ହେବା ଉଦ୍ଦେଶ୍ୟରେ ଆମେ ଉପବାସ, ଆତ୍ମାଙ୍କ ଶକ୍ତି ପ୍ରାପ୍ତ, ଆମେ ଯଦି ଶକ୍ତି ପ୍ରାପ୍ତ ହେବା ନାହିଁ, ଏ ଜଗତର ସମସ୍ତ କଣ ମନ୍ଦ ଠାରୁ ଆମେ ହାରିଯିବା। ତେଣୁକରି ଆତ୍ମାଙ୍କ ଠାରୁ ଚାଳନା ପାଇ ଆମେ ଶକ୍ତି ପ୍ରାପ୍ତ ହେବା ପାଇଁ ଆମେ ଉପବାସ କରବାର। ମାନେ ଶକ୍ତି ନାହିଁ ତାହେଲେ ଆପଣ ମାନେ ଚାଲିପାରିବେ ନାହିଁ, ଶକ୍ତି ନାହିଁ ଆପଣ ମାନେ କଣ କରିପାରିବେ ନାହିଁ। ମୋର ବାପା ଯେତେବେଳେ ସିରିୟସ୍ ହେଇଗଲେ, ନିଶ୍ୱାସ ନେବା ପାଇଁ ତାଙ୍କୁ ଶକ୍ତି ହେଲା ନାହିଁ। ଶକ୍ତି ନିଶ୍ୱାସ ନେବାଟା ମଧ୍ୟ ଶକ୍ତି ଦରକାର, ବିନା ଶକ୍ତିରେ ଆମେ ବଞ୍ଚି ପାରବା ନାହିଁ, ବିନା ଶକ୍ତିରେ ଆମେ ବଞ୍ଚି ପାରବା ନାହିଁ। କାମ କରିବା ପାଇଁ ଶକ୍ତି ଦରକାର, ଚାଲିବା ପାଇଁ ଶକ୍ତି ଦରକାର, ଶୌଚ ବୋଲେ ମଧ୍ୟ ଶକ୍ତି ଆସୁଛି, ଆଉ ସବୁ ବିଷୟରେ ଶକ୍ତି ନଥିଲେ ଆମେ କିଛି କରିପାରିବା। ଶାରୀରିକ ବିଷୟ, ଆତ୍ମିକ ଶକ୍ତିରେ ଆମେ ବୃଦ୍ଧି ପ୍ରାପ୍ତ ହେବା ପାଇଁ ଆମେ ଉପବାସ କରବାର, ଆତ୍ମିକ ଶକ୍ତିରେ ଆମେ ବଢବାର ଅଛି, ଆତ୍ମିକ ଶକ୍ତିରେ ଆମେ ପ୍ରାର୍ଥନା କରିବା, ଆତ୍ମିକ ଶକ୍ତିରେ ଆମେ ବାଇବଲ ପଢବା, ଆତ୍ମିକ ଶକ୍ତିରେ ଆମେ ଅନ୍ୟମାନଙ୍କୁ କ୍ଷମା ଦେଇପାରିବା। ଆମର ଶକ୍ତି ନାହିଁ, ଆତ୍ମିକ ଶକ୍ତି ଆମକୁ କ୍ଷମା ଦେଇପାରିବ ନାହିଁ, ଆମ ଠାରେ ଆତ୍ମିକ ଶକ୍ତି ନାହିଁ, ଆମେ ରାତି ଦିନ ଆମେ ଈଶ୍ୱର ଭୟ ଜୀବନ କାଟି ପାରିବା ନାହିଁ। ତେଣୁକରି ଆମେ ଶକ୍ତି ପ୍ରାପ୍ତ, ତେଣୁକରି ଲେଖା ହେଇଛି କଣ ବୋଲିକରି ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ ଶକ୍ତି ଦ୍ୱାରା ଆମେ ଆତ୍ମିକ ଜୀବନରେ ଶକ୍ତି ପ୍ରାପ୍ତ, ସେଥିପାଇଁ ଆମେ ଉପବାସ କରବାର ଅଛି, ସେଥିପାଇଁ ଆମେ ଉପବାସ କରବାର ଅଛି। ଆଉ ଆମେ କେବେ ମଧ୍ୟ ଦେଖା ହେଲା ପରେ ଆମେ ଉପବାସ କରବାର ନାହିଁ, ଏଟା ଗୁପ୍ତ ବିଷୟ। ତିନିଟା ବିଷୟ ଗୁପ୍ତ ଅଛି, ଗୋଟେ ଦାନ ଦେବାଟା, ଗୋଟେ ପ୍ରାର୍ଥନା କରବାଟା, ଆଉ ଗୋଟେ ହଉଛି ଉପବାସ କରବାଟା। এই তিনটা বিষয় ଆମେ ମନେ ରଖିବାର ଅଛି। ଗୁପ୍ତ ବିଷୟଟା ଆମେ ସେଟା ଦେଖା ହେଲା ପରେ ନାହିଁ,
उपवास विषय चिंता करू मैंने उपवास कहीं करवा मन रखला थी परा प्रथम विषय यहाँ मन रखी था आ द्वितीय विषय आमर शरीर को कंट्रोल करवा से मैंने उपवास करवा तृतीय विषय आम आत्मिक जीवन जमी बढ़ी पार्बा आ प्रभु ठार आम जमी शक्ति प्राप्त हो पार्बा से मैंने उपवास करवार अच्छे मैंने विषय 58 1 ରୁ 7 पद जाए गोटे अंक पढ़वा विषय 58 1 ରୁ 7 मुक्त कंठर घोषणा करो स्वरमुणा करो नाही पूरी पूरी अपना रोग उठाओ आम लोक मानक सेमानक अधर्म और जाकुब वंश को सेमानक पाप सब जनाओ तथापि से प्रतिदिन आम अन्वेषण करती और आम पथ विषय जानवा संतुष्ट करती जो गोष्ठी लोके धर्मकर्म करती और आपणा मानक परमेश्वर विधान त्याग करना से धर्म विधान विषय आमको पचारती और परमेश्वर निकटर आसवा संतुष्ट कहती से कहती आमे माने कहीं उपवास करियछु और तुम्हें दृष्टि करूना आमे माने कहीं अपना प्राण को क्लेश दे अच्छु और तुम्हें मनोयोग करूना देख तुम्हें माने उपवास दिन अपना मुख चेष्टा करुछ सुख चेष्टा करुछ और बलपूर्वक सब परिश्रम नेउछ देख तुम्हें माने विवाद और कलह निमंते आउ दुष्टता रूप मिश्र द्वारा आघात करने निमंते उपवास करुछ तुम मानकर रोग उर्भरे जेपरी शुणा जीव एपरी उपवास आज तुम्हें माने करूना यही प्रकार उपवास मनुष्य अपना प्राण को क्लेश देवा निमंते यही प्रकार दिन आमे कौन मनोनीत करियछु नलवृक्ष परी मस्तक नुआइबार पुणी चट वस्त्र और भस्म अपना तले बिछाइबार यह तुम उपवास और सदाप्रभु उद्देश्य कि ग्रह दिन भली कह दुष्टता रूप बंधन फिटाई देवार जुआलीर बंधन मुक्त करिवार और उपद्रवग्रस्त लोक मानक मुक्त करी छाड़ी देवार पुणी प्रत्येक जली भग्न करिवार क्षुदित लोक तुमर खाद्य बंटन करिवार और ताड़ित दुखी लोक अपना गृह को आनिबार तुम्हें उलंग को देखिले ताहाकू वस्त्र पिंधाइबार और तुम्हार निज वंशीय लोक ठारू आपना को लुचाइबार यही प्रकार उपवास आमे कि मनोनीत करना यह कले अरुण तुल्य तुमर दीप्ति प्रकाश पाइब और तुमर आरोग्य शीघ्र अंकुरित हेब पुणी तुमर धर्म तुमर अग्रवर्ती हेब सदाप्रभुर प्रताप तुमर पश्चातवर्ती हेब विनम्रता आदि गोटे प्रेमर कार्य सब बिना आम उपवास नई प्रेम न करी आम उपवास सब देखाला आम लोक को क्षमा दौनु आम के उपवास कले कि लाभ मैंने अन्य को प्रेम करूनु आम जिते उपवास कर प्रार्थना करले प्रभु ग्रहण करबे ना देखी लोक मैंने पाँच दुधार बसुले पाँच बड़ी जाऊे अखा पिंधुले नम्र चित्र से उपवास उपवास आम नम्र जदि हवा ना उपवास करला भैल्यू किसी हम ना मूल्य किसी ना मैंने परस्पर निकट में आम बसीभूत हवा परस्पर को क्षमा देवा परस्पर को प्रेम करवा समस्त गोटे सहभागिता रखिक आम जो उपवास उपवास तेणुक प्रथम विषय आम देखलु आम नम्र हवा सब नम्र चित थे सब निज शरीर को आयत रखी प्रभु आत्मिक जीवन बढ़ुले लोकगीत सुषमाचार आम देखी पार्छु कौन 1 ରୁ 58 ना 2 ରୁ 58 लेखाई ज्ञान रे शरीर लोक दुर्भावन
ଆଉ ଯୀଶୁ ଜ୍ଞାନରେ ହୁଁ ଓ ଶରୀରରେ ହୁଁ ମନୀଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ହୁଁ ବୃଦ୍ଧି ପାଇଲେ। ସେ ବୃଦ୍ଧି ପାଇଲେ। ଯେତେବେଳେ ବୃଦ୍ଧି ପାଇଲେ ଜ୍ଞାନରେ ଶରୀରରେ ମଣିଷଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ ସେ ସେଇ ପ୍ରକାର ନମ୍ରତାର ଜୀବନ କାଟିଲେ ଆଉ ନିଜ ଶରୀରକୁ ବଶରେ ରଖିଲେ ଆତ୍ମିକ ଜୀବନରେ ବଢ଼ିଲେ। ଆମମାନଙ୍କ ଜୀବନରେ ମଧ୍ୟ ସେଇ ପ୍ରକାର ହେବା ପାଇଁ ଆମେ ଉପବାସ କରିବାର ଅଛି। କୌଣସି ଚାକିରି ପାଇଁ କୌଣସି ପୁଅ ଝିଅ ହଉନାହିଁ, କୌଣସି ଝିଅ ମିଳୁନାହିଁ, ପୁଅ ମିଳୁନାହିଁ, ଘର ବାନ୍ଧୁନାହିଁ, ପଇସା ନାହିଁ, ତା ପାଇଁ ଉପବାସ ଆମେ କରବାର ନାହିଁ। ବାଇବେଲରେ କୋଉଠି ଲେଖା ହିଁ ନାହିଁ ହେଲା। ବାଇବେଲରେ କୋଉଠି ଲେଖା ହିଁ ନାହିଁ ଉପବାସ କର ନମ୍ର ମନରେ କର ବୋଲି ଆମେ ଏବେ ବିଷୟରେ ଆମେ ଦେଖିପାରୁଛୁ। ସେଇ ପ୍ରକାର ହେବା ପାଇଁ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆମେ ନମ୍ର ହେବା ପାଇଁ ଉପବାସ କରିବା, ନିଜ ଶରୀରକୁ ସଂଯମ କରିବା ପାଇଁ, କଣ୍ଟ୍ରୋଲ କରିବା ପାଇଁ ଆମେ ଉପବାସ କରିବା, ଆତ୍ମିକ ଜୀବନରେ ବଢ଼ବା ପାଇଁ ଏକା ମାନେ ଉପବାସ କରିବା। ତାହେଲେ ଏକା ପ୍ରଭୁ ଆମର ଉପବାସ ଗ୍ରହଣ କରିବେ। ନହେଲେ ଆମର ଉପବାସ ଏଇଟା କଣା ପରା ହେବ ବୋଲି ଆମେ କିଛି ବିଷୟ ଆମେ ଦେଖିବା। ପ୍ରଭୁ ଏ ବାକ୍ୟ ଦେଇ ଆମ ସଚେତନ